ତୃତୀୟ ପିତୁଳା ଚନ୍ଦ୍ରକଳା। ତୃତୀୟ ଦିନ ରାଜା ଭୋଜ ପୁନର୍ବାର ସିଂହାସନ ଆରୋହଣ ପାଇଁ ଅଗ୍ରସର ହେବା ସମୟରେ ସିଂହାସନର ଅନ୍ୟ ଏକ ଅଂଶରୁ ଗୋଟିଏ ପିତୁଳିକା ବାହାରି ଆସିଲା। ମୁହୂର୍ତ୍ତକ ମଧ୍ୟରେ ସେ ଏକ ଅପ୍ସରା ପାଲଟିଗଲା। କହିଲା, ରାଜେନ୍ଦ୍ର, ମୋ ନାମ ଚନ୍ଦ୍ରକଳା। ମୋ କଥା ଶୁଣନ୍ତୁ। ଆପଣ ନିଃସନ୍ଦେହରେ ଉତ୍ତମ ନରପତିଙ୍କ ମଧ୍ୟରେ ଅନ୍ୟତମ। କିନ୍ତୁ ଏହି ସିଂହାସନରେ ବସିବା ପାଇଁ ବିକ୍ରମାଦିତ୍ୟଙ୍କ ଭଳି ସାହସୀ ଏବଂ ଚତୁର ହେବା ଆବଶ୍ୟକ। ମୁଁ ଆପଣଙ୍କୁ ବିକ୍ରମାଦିତ୍ୟଙ୍କ ସମ୍ପର୍କରେ ଗୋଟିଏ ଘଟଣା ବର୍ଣ୍ଣନା କରୁଛି, ଶୁଣନ୍ତୁ। ଉଜ୍ଜୟିନୀ ନଗରର ଗୋଟିଏ ପ୍ରାନ୍ତରେ ରାମସିଂହ ଗୋଟିଏ ପାନ ଦୋକାନ ଖୋଲିଥାଏ। ଦୂର ଦୂରାନ୍ତରୁ ଲୋକେ ତା ନିକଟରୁ ପାନ ନେବାକୁ ଆସୁଥାନ୍ତି। ଲୋକେ କହନ୍ତି, ଅନେକ ପାନ ଦୋକାନ ଅଛି, କିନ୍ତୁ ରାମସିଂହ ହାତରେ ଯାଦୁ ଅଛି। ତା ଭଳି ସୁଆଦିଆ ପାନ ଅନ୍ୟ କେଉଁଠି ମିଳିବ ନାହିଁ। କିନ୍ତୁ ଖଳ ଲୋକ ରାମସିଂହ ନାମରେ ବଦନାମ ମଧ୍ୟ କରନ୍ତି। କହନ୍ତି, ସିଏ କେବଳ ପାନ ଦୋକାନରୁ ଏତେ ଧନ ଆଣିବା ସମ୍ଭବ ନୁହେଁ, ଆଉ କେଉଁଠୁ କିଛି ଉପାର୍ଜନ କରୁଥିବ। କେଇ ମାସ ଭିତରେ ରାମସିଂହ ଗୋଟିଏ କୋଠା ଘର ତିଆରି କରି ପକାଇବା ଲୋକଙ୍କ ଈର୍ଷାର କାରଣ ଥିଲା। ପ୍ରକୃତ କାରଣ କିନ୍ତୁ ଭିନ୍ନ ଥିଲା। ଜଣେ ସ୍ତ୍ରୀ ଲୋକ ରାମସିଂହ ନିକଟରୁ ପ୍ରତିଦିନ ପାନ ନେବାକୁ ଆସେ। ପାନର ଦାମ ବଦଳରେ ସେ ପ୍ରତିଦିନ ଗୋଟିଏ ସ୍ୱର୍ଣ୍ଣମୁଦ୍ରା ଦେଇଥାଏ। କିନ୍ତୁ ସେ କିଏ କାହା ପାଇଁ ପାନ ନେଉଛି କେବେ କିଛି କହେ ନାହିଁ। କେବଳ ଏତିକି କହିଥାଏ ଯେ ତା ନାମ ସୁକେଶିନୀ। ସ୍ୱୟଂ ରାମସିଂହ ମଧ୍ୟ ତାର ଏହି ବିଚିତ୍ର ଗ୍ରାହକ ସମ୍ପର୍କରେ ବିଶେଷ ତଥ୍ୟ ଜାଣିବା ପାଇଁ ଉତ୍ସୁକ ଥାଏ। ଦିନେ ସୁକେଶିନୀ ପାନ ନେଇଯିବା ପରେ ରାମସିଂହ ତାର ଅନୁସରଣ କଲା। କିଛି ଦୂର ଗଲା ପରେ ସୁକେଶିନୀ ଗୋଟିଏ ପାହାଡ଼ ଗୁମ୍ଫା ଭଳି ସ୍ଥାନରେ ପହଞ୍ଚି ତାକୁ କିଏ ଦେଖୁଛି କି ବୋଲି ଚାରିଆଡ଼କୁ ସତର୍କ ଦୃଷ୍ଟି ନିକ୍ଷେପ କଲା। ରାମସିଂହ ଗୋଟିଏ ବୃକ୍ଷ ମୂଳରେ ଲୁଚିଗଲା। ସୁକେଶିନୀ 3 ଥର ତାଳି ମାରିଲା। ଗୁମ୍ଫାର ପଥର ତିଆରି କବାଟ ଗୋଟାଏ ଆଡ଼କୁ ଘୁଞ୍ଚିଗଲା। ଭିତରକୁ ପଶିଗଲା ସୁକେଶିନୀ। ଗୁମ୍ଫା ଦ୍ୱାର ବନ୍ଦ ହୋଇଗଲା। କିଛି ସମୟ ଅନ୍ତରରେ ରାମସିଂହ ମଧ୍ୟ ସେହି ସ୍ଥାନକୁ ଯାଇ ତାଳି ମାରିଲା, କିନ୍ତୁ ଗୁମ୍ଫାର କବାଟ ଖୋଲିଲା ନାହିଁ। ଅର୍ଥାତ୍ କେବଳ ସୁକେଶିନୀ ତାଳି ମାରିଲେ ହିଁ କବାଟ ଖୋଲୁଥିଲା। ରାମସିଂହ ଫେରି ଆସିଲା। ରାମସିଂହକୁ ରାତିରେ ନିଦ ଆସିଲା ନାହିଁ। ପରଦିନ ସକାଳୁ ଦୋକାନ ଖୋଲିବା ମାତ୍ରେ ତାର ମିତ୍ର ବିଦ୍ୟାଧର ଆସିଲା। ସେ ତାର ନିକଟରେ ସବୁ କଥା କହିଲା। ପ୍ରତିଦିନ ସୁକେଶିନୀଠାରୁ ସ୍ୱର୍ଣ୍ଣମୁଦ୍ରା ଅର୍ଜନ କରୁଥିବା କଥା ମଧ୍ୟ ଲୁଚାଇଲା ନାହିଁ। ବିଦ୍ୟାଧର କହିଲା, ସେ ଝିଅ କେଉଁ ବିଦେଶିନୀ ହୋଇଥିବ, ଗୁପ୍ତଚର କାମ କରୁଥିବାକୁ ଆସୁଥିବ, ନହେଲେ ଏତେ ଧନ ଆଣିଥାନ୍ତ କୁଆଡ଼ୁ? ସବୁଠାରୁ ଭଲ ହେବ ଏକଥା ରାଜାଙ୍କୁ ଜଣାଇ ଦିଅ। ପରଦିନ ରାମସିଂହ ରାଜା ବିକ୍ରମାଦିତ୍ୟଙ୍କ ସଭାରେ ହାଜର ହୋଇ ସବୁ କଥା ବର୍ଣ୍ଣନା କଲା। ରାଜା ତାକୁ ବିଦାୟ ଦେଇ ନିଜେ ସେହି ରହସ୍ୟ ଉଦ୍ଘାଟନ କରିବା ପାଇଁ ସ୍ଥିର କଲେ। ପରଦିନ ସୁକେଶିନୀ ପାନ ନେଇଯିବା ସମୟରେ ବିକ୍ରମାଦିତ୍ୟ ତାର ଅନୁସରଣ କଲେ। ଗୁମ୍ଫା ଦ୍ୱାରରେ ସୁକେଶିନୀ ତାଙ୍କୁ ଦେଖି ପକାଇଲା। ସେ ପଚାରିଲା, ଆପଣ କିଏ? ଆପଣ ମୋର ପଛେ ପଛେ ଏଠାକୁ ଆସିଛନ୍ତି କାହିଁକି? ରାଜା କହିଲେ, ମୁଁ ରାଜା ବିକ୍ରମାଦିତ୍ୟ। ତୁମେ କିଏ? ସୁକେଶିନୀ କହିଲା, ମୋ ନାମ ସୁକେଶିନୀ। ମୁଁ ରାଣୀ ମୌନାବତୀଙ୍କର ଦାସୀ। ମୁଁ ତାଙ୍କ ପାଇଁ ପାନ ନେବାକୁ ଆସେ। ବିକ୍ରମ କହିଲେ, ମୁଁ ତୁମ ରାଣୀକୁ ଦେଖିବାକୁ ଚାହେଁ। ସୁକେଶିନୀ କହିଲା, ଆମ ରାଣୀ ପୁରୁଷଙ୍କ ମୁଖ ଦେଖିବାକୁ ଚାହାନ୍ତି ନାହିଁ। ସିଏ କୌଣସି ପୁରୁଷଙ୍କୁ ତାଙ୍କ ନିକଟକୁ ଯିବାକୁ ଦେବେ ନାହିଁ। ଆପଣ ଏଠାରୁ ଫେରି ଯାଆନ୍ତୁ। ରାଜା ସୁକେଶିନୀର 2 ହାତକୁ ଧରିନେଇ ତାରି ହାତରେ ତାଳି ବଜାଇ ଦେଲା। ଗୁମ୍ଫା କବାଟ ଖୋଲିଗଲା। ସୁକେଶିନୀ ସହ ରାଜା ବିକ୍ରମ ପୁରୁଷଙ୍କ ପାଇଁ ନିଷେଧ ସେହି ଗୁମ୍ଫା ଭିତରେ ପଶିଗଲେ। ସୁକେଶିନୀ କହିଲା, ଆପଣ ଭଲ କଲେ ନାହିଁ ରାଜା ବିକ୍ରମ। ଏହି ଗୁମ୍ଫା ଭିତରେ ରାଣୀ ମୌନାବତୀଙ୍କର ରାଜ୍ୟ। ରାଣୀ ଅବିବାହିତା। ସେ କେବେ କାହାରିକୁ କଥା କୁହନ୍ତି ନାହିଁ। ଆମ ରାଣୀଙ୍କର ବିନା ଅନୁମତିରେ ଆସିଛନ୍ତି ଜାଣିଲେ ତାଙ୍କରି ନାରୀ ସୈନ୍ୟବାହିନୀ ଆପଣଙ୍କୁ ବନ୍ଦୀ କରି ନେବେ। ପୂର୍ବରୁ ଏହିଭଳି
ଅନଧିକାରୀ ପ୍ରବେଶ କରି 10 ଜଣ ଯୁବକ ଏଠାରେ ବନ୍ଦୀ ହୋଇ ରହିଛନ୍ତି। ବିକ୍ରମ କହିଲେ, ତୁମର ଏ ରାଜ୍ୟ ମୋ ରାଜ୍ୟ ଅନ୍ତର୍ଗତ। ଏଠାରେ ଗୋଟିଏ ସ୍ୱତନ୍ତ୍ର ରାଜ୍ୟ ଆସିଲା କେଉଁଠୁ? ତୁମ ରାଣୀକୁ ମୁଁ ଦେଖା କରିବାକୁ ଚାହେଁ। ତାଙ୍କୁ କିଛି ପ୍ରଶ୍ନ ପଚାରିବାର ଅଛି। ଏମାନେ କଥାବାର୍ତ୍ତା କରୁଥିବା ମଧ୍ୟ 4 ଜଣ ଅସ୍ତ୍ରଧାରିଣୀ ବିକ୍ରମଙ୍କୁ ଘେରିଗଲେ। ବିକ୍ରମ କିଛି ପ୍ରତିବାଦ କଲେ ନାହିଁ, କେବଳ ପରିବର୍ତ୍ତନ ପରିସ୍ଥିତିକୁ ଅପେକ୍ଷା କରିବାକୁ ଲାଗିଲେ। ସେହି ଗୁମ୍ଫା ରାଜ୍ୟରେ କେବଳ ନାରୀମାନେ ଆତଯାତ ହେଉଥାନ୍ତି। ସୁକେଶିନୀ ଭିତରକୁ ଯାଇ ମୌନାବତୀଙ୍କୁ ବିକ୍ରମର ପରିଚୟ ଦେଲା। ତାଙ୍କଠାରୁ ଅନୁମତି ପାଇ ସେମାନେ ରାଜାଙ୍କୁ ଗୋଟାଏ ସୁସଜ୍ଜିତ କକ୍ଷ ଭିତରକୁ ନେଇଗଲେ। କକ୍ଷ ମଧ୍ୟରେ ଗୋଟିଏ ପରଦା ପଡ଼ିଥାଏ। ପରଦା ଆରପଟେ ବସିଥାନ୍ତି ରାଣୀ ମୌନାବତୀ। ସେ ପଟରେ ଥାଇ ସେ ଠାରରେ କିଛି କହୁଥାନ୍ତି। ତାହା ବୁଝି ରାଜା ବିକ୍ରମଙ୍କୁ ଜଣେ ସଖୀ କହିଲା, ମହାରାଜ ବିକ୍ରମ, ଆପଣ ଜଣେ ରାଜା। ଏଠାରୁ ମୁକ୍ତି ପାଇବାର ଗୋଟିଏ ମାର୍ଗ ଅଛି। କାଲି ଆପଣଙ୍କୁ ଗୋଟିଏ ପରୀକ୍ଷା ଦେବାକୁ ହେବ। ପରଦା ଏ ପଟରେ ରହି ଆପଣଙ୍କୁ ଆମ ମୌନାବତୀଙ୍କ ମୁହଁ ଖୋଲିବାକୁ ପଡ଼ିବ। ଆପଣ ଯଦି ତାଙ୍କୁ ଆପଣଙ୍କର କଥା କିମ୍ବା ଅଭିନୟରେ କଥା କୁହାଇ ପାରିବେ, ତେବେ ସେ ଆପଣଙ୍କୁ ଦର୍ଶନ ଦେବେ। ଆପଣ ଉଭୟଙ୍କ ସମ୍ମତି ହେଲେ ସେ ଆପଣଙ୍କୁ ବିବାହ ମଧ୍ୟ କରିବେ। ନଚେତ ଏଠାରେ ବନ୍ଦୀ ହୋଇ ରହିଥିବା 10 ଜଣ ବନ୍ଦୀ ଯୁବକଙ୍କ ଭଳି ଆପଣଙ୍କୁ ମଧ୍ୟ କାରାଗାରରେ ରହିବାକୁ ପଡ଼ିବ। ରାଜା ବିକ୍ରମ ହସିଲେ, କହିଲେ, ମୁଁ ରାଜି ଅଛି। କାଲି ତୁମ ରାଜକନ୍ୟାଙ୍କର ମୁହଁ ଖୋଲିବେ। ଅନ୍ତତଃ ଏହି ବନ୍ଦୀ ହୋଇ ରହିଥିବା 10 ଜଣ ବନ୍ଦୀଙ୍କୁ ମୁକ୍ତ କରାଇବା ପାଇଁ ମୋତେ ତୁମ ରାଣୀଙ୍କ ସର୍ତ୍ତରେ ରାଜି ହେବାକୁ ପଡ଼ିବ। ସେଦିନ ସେହି ଗୁମ୍ଫାରେ ରାଜ୍ୟର ଗୋଟିଏ କକ୍ଷରେ ବିକ୍ରମଙ୍କୁ ରାତି କଟାଇବାକୁ ପଡ଼ିଲା। ରାଣୀ ମୌନାବତୀ ବିକ୍ରମାଦିତ୍ୟଙ୍କ ପାଇଁ ରାଜଯୋଗ୍ୟ ଭୋଜନ ଓ ଶଯ୍ୟାର ବ୍ୟବସ୍ଥା କରିଥିଲେ। ରାତ୍ରିରେ ବିକ୍ରମାଦିତ୍ୟ ବେତାଳକୁ ସ୍ମରଣ କଲେ। ବେତାଳ ଉପସ୍ଥିତ ହେଲା। କହିଲା, କୁହନ୍ତୁ ମହାରାଜ, ବେତାଳ ଆପଣଙ୍କ ଆଜ୍ଞା ପାଳନ ପାଇଁ ପ୍ରସ୍ତୁତ। ବିକ୍ରମ କହିଲେ, ମୋତେ ଲାଗୁଛି ମୌନାବତୀ ସହଜରେ ମୁହଁ ଖୋଲିବ ନାହିଁ। ଏହି ପ୍ରଚେଷ୍ଟାରେ ଅସଫଳ ହୋଇ 10 ଜଣ ଯୁବକ ଏଠାରେ ବନ୍ଦୀ ହୋଇଛନ୍ତି। କାଲି ତାକୁ ମୁଁ ଗଳ୍ପଟିଏ କହିବି। ମଝିରେ ମଝିରେ ତାକୁ ପ୍ରଶ୍ନ ପଚାରିବି। ସେ ମୁହଁ ନ ଖୋଲିଲେ ମଧ୍ୟ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ତା'ର କର୍ଣ୍ଣଭୂଷା, ବାଜୁବନ୍ଧ ଓ ରତ୍ନହାର ଏବଂ ତା'ର ପାଦର କିଙ୍କିଣୀ ମଧ୍ୟରୁ ଯେ କୌଣସି ଗୋଟିଏ ଅଳଙ୍କାର ଶବ୍ଦ କରିବା ଦରକାର। ତୁମେ ଅଦୃଶ୍ୟ ଭାବରେ ରହି ଏତିକି କରିପାରିବ। ବେତାଳ ଯଥା ଆଜ୍ଞା ମହାରାଜ କହି ପ୍ରସ୍ଥାନ କଲା। ରାଜା ନିଦ୍ରା ଗଲେ। ତତ୍ପର ଦିନ ନିତ୍ୟକର୍ମ ଏବଂ ପାନ ଭୋଜନ ଅନ୍ତେ ତାଙ୍କୁ ରାଣୀ ମୌନାବତୀଙ୍କ କକ୍ଷକୁ ନିଆଗଲା। ମଝିରେ ପରଦା ପଡ଼ିଥାଏ। ସେପଟରେ ମୌନାବତୀ ବସିଥାନ୍ତି। ଏପଟରେ ବିକ୍ରମଙ୍କ ପାଇଁ ସିଂହାସନ ପଡ଼ିଥାଏ। ରାଣୀଙ୍କର ସଖୀ ଶଶିକଳା ଉଭୟ ପକ୍ଷର ମଧ୍ୟସ୍ଥ ଭାବରେ ଉପସ୍ଥିତ ଥାଏ। ସେ କହିଲା, ମହାରାଜ ବିକ୍ରମ, ମୋ ନାମ ଶଶିକଳା। ମୁଁ ଆପଣଙ୍କ ମଧ୍ୟରେ ଯୋଗସୂତ୍ର ଭାବେ କାର୍ଯ୍ୟ କରିବି। ଆପଣ ଏବେ ଆମ ରାଣୀକୁ କଥା କୁହାଇବା ପାଇଁ ନିଜର ଚେଷ୍ଟା ଆରମ୍ଭ କରନ୍ତୁ। ମନେ ରଖନ୍ତୁ, ଆପଣ ଅସଫଳ ହେଲେ ଏଠାରେ ବନ୍ଦୀ ଜୀବନ ଯାପନ କରିବେ। ବିକ୍ରମ କହିଲେ, ରାଣୀ ମୌନାବତୀ, ଆପଣ କଥା କହିବେ କି ନା ନାହିଁ ତାହା ପରର କଥା। ପ୍ରଥମେ ମୋ କଥା ଶୁଣିପାରୁଛନ୍ତି କି ନା କୁହନ୍ତୁ। ଶଶିକଳା, ତୁମେ ରାଣୀଙ୍କର ଶ୍ରବଣ ଯନ୍ତ୍ର ଠିକ୍ ଅଛି ନା? ମୌନାବତୀଙ୍କର ଅପମାନ ହେଉଥିଲା, ତଥାପି ସେ କିଛି କହିଲେ ନାହିଁ। ବେତାଳ ତାଙ୍କର କର୍ଣ୍ଣର କୁଣ୍ଡଳ ଦୁଇଟିକୁ ହଲାଇ ଦେବାରୁ ଶବ୍ଦ ହେଲା। ରାଜା କହିଲେ, ଅର୍ଥାତ୍ ଆପଣ ଶୁଣିପାରୁଛନ୍ତି। ଠିକ୍ ଅଛି, ଶୁଣନ୍ତୁ। କିନ୍ତୁ ଗଳ୍ପ ଶୁଣିବା ଲୋକ ହୁଁ ମାରୁଥିଲେ କହିବାରେ ଆନନ୍ଦ ଆସେ। ତୁମ ରାଣୀ ତ କଥା କହିବେ ନାହିଁ, ତଥାପି ନିଜର କୌଣସି ଗୋଟିଏ ଅଳଙ୍କାର ବଜାଇ ଶବ୍ଦ କଲେ ମୁଁ ଜାଣିବି ସେ ମନ ଦେଇ ଶୁଣୁଛନ୍ତି ବୋଲି। ବିକ୍ରମ ଗଳ୍ପ କହିବା ଆରମ୍ଭ କଲେ। ଗୋବିନ୍ଦପୁରର ଗ୍ରାମରେ 4 ବନ୍ଧୁ ଥିଲେ।
ତାଙ୍କ ମଧ୍ୟରେ ଜଣେ ବ୍ରାହ୍ମଣ, ଜଣେ ବଣିଆ, ଜଣେ ତନ୍ତୀ ଏବଂ ଆଉ ଜଣେ ବଢ଼େଇ। 4 ଜଣ ଯାକ ନିଜ ନିଜ ବିଦ୍ୟାରେ ନିପୁଣ ଥିଲେ। ସେମାନେ ଅଧିକ ଧନ ଉପାର୍ଜନ ଆଶାରେ ବିଦେଶକୁ ଯାଇଥାନ୍ତି। ଦୂର ଏକ ସହରରେ ନିଜେ ନିଜ କଳା ପ୍ରଦର୍ଶନ କରି ସେମାନେ ବେଶ କିଛି ଧନ ରୋଜଗାର କଲେ। କିଛି ଦିନ ପରେ 4 ବନ୍ଧୁ ନିଜ ଗ୍ରାମକୁ ଫେରିବାକୁ ମନସ୍ଥ କଲେ। ସେମାନେ ନିଜ ନିଜର ରୋଜଗାର ଏବଂ ଯନ୍ତ୍ରପାତି ଗୋଟିଏ ଗୋଟିଏ ବାକ୍ସରେ ରଖିଥାନ୍ତି। ସେହି ବାକ୍ସକୁ କାନ୍ଧରେ ବୋହି ସେମାନେ ଫେରୁଥାନ୍ତି। ଅନେକ ଦୂର ଚାଲିବା ପରେ ସେମାନେ ଦେଖିଲେ ଆଗରେ ଘନ ଘୋର ଅରଣ୍ୟ। ସେହି ଜଙ୍ଗଲ ମଧ୍ୟ ଦେଇ ଗୋଟିଏ ମାତ୍ର ରାସ୍ତା। ଅଗତ୍ୟା ସେମାନେ ସେହି ରାସ୍ତା ଦେଇ ଆଗକୁ ବଢ଼ିଲେ। ସଞ୍ଜ ହୋଇଯାଇଥିଲା। ସେମାନେ ଭୁଲ କଲେ। କ'ଣ ଭୁଲ କଲେ କହିପାରିବ? ମୌନବତୀ ଉତ୍ତର ଜାଣିଥିଲେ ମଧ୍ୟ ଚୁପ୍ ରହିଲେ। କିନ୍ତୁ ବେତାଳ ତାଙ୍କ ହାତର ଚୁଡ଼ି ସବୁ ହଲାଇ ଦେବାରୁ ରୁଣୁଝୁଣୁ ଶବ୍ଦ ହେଲା। ବିକ୍ରମ କହିଲେ, କଥା ନ କହିଲେ କ'ଣ ହେଲା? ଏମିତି କିଛି ସଙ୍କେତ ଦେଲେ ବି କାହାଣୀ କହିବାର ମଜା ଆସିବ ନା କ'ଣ? ଶଶିକଳା, ତୁମେ କହିଲ କ'ଣ ଭୁଲ କଲେ? ଶଶିକଳା କହିଲେ, ମୋତେ ବି କଥା କହିବା ମନା। ଆପଣ କୁହନ୍ତୁ। ବିକ୍ରମ କହିଲେ, ରାତି ଅନ୍ଧାରରେ ଅରଣ୍ୟ ପଥରେ ଆଗେଇବାର କ'ଣ ଆବଶ୍ୟକତା ଥିଲା? ସେମାନେ ପଛକୁ ଫେରି କେଉଁ ଲୋକାଳୟରେ ରହିପାରିଥାନ୍ତେ। ଯାହା ହେଉ ଶୀଘ୍ର ଜଙ୍ଗଲର ଅଞ୍ଚଳ ସରିଯିବ ଭାବି ସେମାନେ ଆଗକୁ ବଢ଼ୁଥାନ୍ତି। ବାଟରେ ଗୋଟିଏ ପୁରୁଣା ମନ୍ଦିର ପଡ଼ିଲା। ଅନ୍ଧାରରେ ଆଗକୁ ବଢ଼ିବା ସମ୍ଭବ ନ ଥିଲା। 4 ବନ୍ଧୁ ସେହିଠାରେ ରାତ୍ରି ବିତାଇବା ସ୍ଥିର କଲେ। ସାଙ୍ଗରେ କିଛି ଜଳଖିଆ ଆଣିଥିଲେ। ସେଠାରେ ଖାଇସାରି ଶୋଇବାକୁ ଗଲେ। ସେମାନେ କ'ଣ ସମସ୍ତେ ଶୋଇପଡ଼ିଲେ? ମୌନବତୀ ପାଟିରୁ ଶବ୍ଦ ସବୁ ଯେମିତି ବାହାରିବାକୁ ଉଚ୍ଛନ୍ନ ହେଉଥିଲା। କିନ୍ତୁ ସେ ନିଜ ଓଠ ଦୁଇଟାକୁ ଚାପି ଧରିଲେ। ବେତାଳ ତାଙ୍କର ଗଳାରେ ଥିବା ରତ୍ନହାରକୁ ହଲାଇ ଦେଲା। ବିକ୍ରମ କହିଲା, କ'ଣ କହିଲେ? ସମସ୍ତେ ଶୋଇପଡ଼ିଲେ? ନା ନା, ଆପଣ ଭୁଲ କହିଲେ। ତାଙ୍କ ପାଖରେ ତାଙ୍କର ଉପାର୍ଜିତ ସମସ୍ତ ଧନ ଥିଲା। ଅଜଣା ସ୍ଥାନ, ଚୋର ଡକାୟତର ଭୟ ଥିଲା ମଧ୍ୟ। ନିଜେ ନିଜ ମଧ୍ୟରେ ଆଲୋଚନା କରି ସେମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ପ୍ରହର ଜଗିବେ ବୋଲି ସ୍ଥିର କଲେ। ଯିଏ ଜଗିଥିବ ବିପଦର ସମ୍ଭାବନା ଦେଖିଲେ ସିଏ ଅନ୍ୟମାନଙ୍କୁ ଉଠାଇ ଦେବ। ପ୍ରଥମେ ଜଗିଲା ବଢ଼େଇ ଯୁବକ। କାଳେ ଆଖି ଲାଗିଯିବ ସେଥିପାଇଁ ସେ ଗୋଟିଏ ଉପାୟ ସ୍ଥିର କଲା। ପାଖରେ ଭଲ କାଠ ଖଣ୍ଡିଏ ପଡ଼ିଥିଲା। ସେଠାକୁ ଉଠାଇ ଆଣି ସେ ବାକ୍ସରୁ ଯନ୍ତ୍ର କାଢ଼ି ଗୋଟିଏ ନାରୀ ମୂର୍ତ୍ତି ଗଢ଼ିଲା। ପ୍ରଥମ ପ୍ରହର ଶେଷ ହେବାରୁ ତନ୍ତୀ ଯୁବକକୁ ଉଠାଇ ଦେଇ ସେ ଶୋଇପଡ଼ିଲା। ପାଖରେ ଥୁଆ ହୋଇଥିବା ମୂର୍ତ୍ତିକୁ ଦେଖି ତନ୍ତୀ ସେଇଟିକୁ ଉଠାଇ ହାତରେ ଧରିଲା। ସେ ତା'ର ବାକ୍ସରୁ ସୁନ୍ଦର ରଙ୍ଗୀନ ବସ୍ତ୍ର ବାହାର କରି ସେହି କଣ୍ଢେଇକୁ ପିନ୍ଧାଇ ଦେଲା। ଦ୍ୱିତୀୟ ପ୍ରହର ଅନ୍ତେ ସ୍ୱର୍ଣ୍ଣକାର ଯୁବକ ଉଠିଲା ଏବଂ ବଢ଼େଇ ଶୋଇପଡ଼ିଲା। ସୁନାରୀ ସେ କଣ୍ଢେଇକୁ ଦେଖି ଆକର୍ଷିତ ହେଲା। ସେ ତା' ନିକଟରେ ଥିବା ଅଳଙ୍କାରରୁ ବାଛି ବାଛି ଅଳଙ୍କାର କଣ୍ଢେଇକୁ ପିନ୍ଧାଇ ଦେଲା। ରାଣୀ ମୌନବତୀ, ପରେ ମୁଁ ଆଉ ପୁନରାବୃତ୍ତି କରିବି ନାହିଁ। ଜାଣିଥାନ୍ତୁ। ଏଥର ବେତାଳ ପାଦର କିଙ୍କିଣୀ ବଜାଇ ଦେଲା। ରାଜା କହିଲେ, ଶଶିକଳା, ମୋତେ ଲାଗିଲା ତୁମେ ରାଣୀକି କିଛି କହିଲେ। ତୁମକୁ କ'ଣ କିଛି ଶବ୍ଦ ଶୁଭିଲା ନାହିଁ? ମୌନବତୀ ବିରକ୍ତ ହୋଇ କାନରୁ, ହାତରୁ, ବେକରୁ ଏବଂ ପାଦରୁ ସବୁ ଅଳଙ୍କାର ଖୋଲି ପକାଇଲେ। ବିକ୍ରମ କହିଲେ, ଚତୁର୍ଥ ପ୍ରହର ଆରମ୍ଭ। ବ୍ରାହ୍ମଣ ଯୁବକ ଉଠିଲେ। ସୁନାରୀ ଶୋଇପଡ଼ିଲା। ବ୍ରାହ୍ମଣ ଯୁବକ ବସ୍ତ୍ର ଏବଂ ଅଳଙ୍କାର ଆବୃତ ସୁନ୍ଦର ନାରୀ ମୂର୍ତ୍ତିଟିକୁ ଦେଖିଲେ। ତାଙ୍କୁ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଜଣାଥିଲା। ସେ ମନ୍ଦିର ଭିତରେ ଥିବା ଦେବୀଙ୍କ ମୂର୍ତ୍ତି ନିକଟକୁ ନେଇ ମନ୍ତ୍ର ପାଠ କଲେ। ଦେବୀଙ୍କ ଚରଣରୁ ପୁଷ୍ପ ଆଣି ଜଳରେ ବୁଡ଼ାଇ ସେହି ମୂର୍ତ୍ତି ଉପରେ ଛିଞ୍ଚି ଦେବାରୁ ମୂର୍ତ୍ତିରେ ଜୀବନ ସଞ୍ଚାର ହେଲା। ସକାଳ ହୋଇଯାଇଥିଲା। ଅନ୍ୟ 3 ଜଣ ଉଠି ପଡ଼ିଥିଲେ। ସୁନ୍ଦରୀ କନ୍ୟାଟିକୁ ଦେଖି 4 ଜଣ ଯାକ ତା' ଉପରେ ନିଜର ଦାବୀ ସାବ୍ୟସ୍ତ କଲେ। ଏବେ ସେ କନ୍ୟାକୁ କିଏ ବିବାହ କରିବା ଉଚିତ? ଧରିନିଅ ସେ 4 ଜଣ ତୁମ ରାଣୀଙ୍କ ନିକଟକୁ ନ୍ୟାୟ ପାଇଁ ଆସିବେ। ସେ କି ନ୍ୟାୟ କରିବେ? ସେ
ଧରିନିଅ ସେ ଚାରିଜଣ ତୁମ ରାଣୀଙ୍କ ନିକଟକୁ ନ୍ୟାୟ ପାଇଁ ଆସିବେ। ସେ କି ନ୍ୟାୟ କରିବେ? ସେ କହିବେ ନା ତାଙ୍କର ଗହଣାମାନ ଉତ୍ତର ଦେବେ? ଆଚ୍ଛା, ଠିକ୍ ଅଛି। ଯଦି କାଷ୍ଠଶିଳ୍ପୀ ବର ହେବା ପାଇଁ ଉପଯୁକ୍ତ, ତେବେ ସେ କର୍ଣ୍ଣର କୁଣ୍ଡଳ କାଢ଼ି ମୋ ଆଡ଼କୁ ଫିଙ୍ଗି ଦିଅନ୍ତୁ। ଯଦି ତନ୍ତୀ ଶିଳ୍ପୀ ଉପଯୁକ୍ତ, ତେବେ ଚୁଡ଼ି ଓ ସ୍ୱର୍ଣ୍ଣଶିଳ୍ପୀର ଦାବୀ ଯଥାର୍ଥ। ତେବେ ହାର ଅର୍ଥାତ୍ ଯଦି ବ୍ରାହ୍ମଣ ତା'ର ବର ହେବା ପାଇଁ ଉପଯୁକ୍ତ, ତେବେ ପାଦର କିଙ୍କିଣୀ ମୋ ଆଡ଼କୁ ପକାଇ ଦିଅନ୍ତୁ। ମୌନାବତୀ କ୍ରୋଧରେ ସେ ଧରିଥିବା ଗହଣା ସବୁ ଫିଙ୍ଗିଦେଲେ। ବିକ୍ରମ କହିଲେ, ଦେଖିଲ ତୁମ ରାଣୀଙ୍କର ବିଚାର। ତାଙ୍କ ବିଚାରରେ ଚାରିଜଣ ଯାକ ସେ ସୁନ୍ଦରୀ କନ୍ୟାକୁ ବିବାହ କରିବେ। ଧନ୍ୟ ମୌନାବତୀ, ତୁମକୁ ରାଣୀ କିଏ କଲା? ମୌନାବତୀ ଆଉ ଚୁପ୍ ହୋଇ ରହିପାରିଲା ନାହିଁ। ସେ ଉଠିପଡ଼ିଲେ, ନିଜ ହାତରେ ପରଦା ଆଡ଼େଇ ଦେଇ କହିଲେ, ଆପଣ କ'ଣ ମୋତେ ନିର୍ବୋଧ ଭାବୁଛନ୍ତି? ମୁଁ ଏହି ସାଧାରଣ ପ୍ରଶ୍ନର ଉତ୍ତର ଦେଇପାରିବି ନାହିଁ ବୋଲି ଆପଣ ଭାବିଥିଲେ କେମିତି? ଶୁଣନ୍ତୁ, ଯିଏ କାଠର ମୂର୍ତ୍ତି ତିଆରି କଲା, ସେ ତା'ର ପିତା। ଯିଏ ବସ୍ତ୍ର ପିନ୍ଧାଇ ଦେଲା, ତା'ର ସେ ଭ୍ରାତା। ଯିଏ ଜୀବନ୍ୟାସ ଦେଲା କନ୍ୟା ପାଇଁ, ସେ ପରମ ପିତା ପରମେଶ୍ୱର। ତାକୁ ଅଳଙ୍କାରରେ ସଜ୍ଜିତ କରିଥିବା ସ୍ୱର୍ଣ୍ଣ ଅଳଙ୍କାର ହିଁ ତା'ର ପତି ହେବା ପାଇଁ ଉପଯୁକ୍ତ। ଉତ୍ତର ଆବଶ୍ୟକ ଯଥାର୍ଥ ଥିଲା, କିନ୍ତୁ ମୌନାବତୀଙ୍କର ମୌନ ଭଙ୍ଗ ହୋଇଯାଇଥିଲା। ସେ ଅତ୍ୟନ୍ତ ସୁନ୍ଦରୀ ଥିଲେ। ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେଲେ। ବନ୍ଦୀ ଯୁବକଙ୍କୁ ମୁକ୍ତି କରି ସେମାନଙ୍କର ରାଜ୍ୟକୁ ପଠାଇ ଦିଆଗଲା। ଶୁଣିଲେ ତ ମହାରାଜା ବିକ୍ରମଙ୍କର ଚତୁରତା କାହାଣୀ। ଆପଣ ସ୍ଥିର କରନ୍ତୁ ଯେ ଆପଣ ତାଙ୍କ ସିଂହାସନରେ ବସିବା ପାଇଁ ଯୋଗ୍ୟ କି ନା। ଏତିକି କହି ଚନ୍ଦ୍ରକଳା ପରୀ ରୂପରୁ